ମୃତ୍ୟୁ ପରେ ଏହା ହିଁ ଜୀବନର ସତ୍ୟ। ସ୍ତ୍ରୀ ସଡ଼କ ଯାଏ, ସମାଜ ଶ୍ମଶାନ ଯାଏ, ପୁତ୍ର ଅଗ୍ନିଦାନ ଯାଏ, କିନ୍ତୁ କେବଳ ଗୋଟିଏ ଜିନିଷ ହିଁ ଭଗବାନଙ୍କ ପାଖକୁ ଯାଇଥାଏ, ତାହା ହେଉଛି ଆପଣଙ୍କର କର୍ମ। ସାଇବାବାଙ୍କ ମୁଖ ନିଃସୃତ କିଛି ପବିତ୍ର ବାଣୀ, ମାନବ ସେବା ହିଁ ମାଧବ ସେବା। ଆପଣାର କର୍ତ୍ତବ୍ୟ ସମ୍ପାଦନ ପାଇଁ ନିଜକୁ ସମର୍ପିତ କର। ବୃଥା ଗପ ଆଳାପରେ ନିଜର ବା ଅନ୍ୟମାନଙ୍କର ସମୟ ନଷ୍ଟ କର ନାହିଁ। ଏହି ପବିତ୍ର ଭାରତ ଦେଶରେ ଜନ୍ମଗ୍ରହଣ କରି ତମେ ଜଣେ ପ୍ରକୃତ ଭାରତୀୟ ଭାବରେ ଜୀବନଯାପନ କରିବା ଉଚିତ। ତୁମର ହୃଦୟ ମଧୁରତାରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ତମେ ଯଦି ଭାରତର ସୁଯୋଗ୍ୟ ସନ୍ତାନ ହେବାକୁ ଆଶା କର ବା ଲକ୍ଷ୍ୟ ରଖିଥାଅ, ତେବେ ତମେ ତ୍ୟାଗୀ ଜୀବନଯାପନ କରିବା ଉଚିତ। ତୁମର ହୃଦୟ ମଧୁରତାରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ପୃଥିବୀରେ ନିଜ ମାତାଠୁ ବଳି ବଡ଼ ଦେବତା ଆଉ କେହି ନାହିଁ। ଛାତ୍ରଛାତ୍ରୀମାନେ ମୋର ପ୍ରାଣ, ମୋର ସମ୍ପତ୍ତି, ମୋର ଭବିଷ୍ୟତ ଓ ସୁବର୍ଣ୍ଣ ଯୁଗର ନିର୍ମାତା। ଭାଗବତକୁ ଜୀବନରେ ଅଭ୍ୟାସ କରିବା। ଅନ୍ୟ ନାମ ନଗର ସଂକୀର୍ତ୍ତନ। ପରିଷ୍କାର ଓ ପରିଚ୍ଛନ୍ନତା ହିଁ ପବିତ୍ରତା। ନିତ୍ୟ ନାମ ସ୍ମରଣ କରିବା ସହିତ ସୃଷ୍ଟିର ପ୍ରତ୍ୟେକ ସ୍ତରରେ ସେହି ଏକ ଦିବ୍ୟ ସତ୍ତାକୁ ଅନୁଭବ କରିବା, ଯାହାକି ଭିନ୍ନ ଭିନ୍ନ ନାମରେ ଓ ରୂପରେ ବିଦ୍ୟମାନ। ପ୍ରତ୍ୟେକ କର୍ମକୁ ଭଗବତ ଉପାସନା ଭାବିବା ଓ ପବିତ୍ର କର୍ମ କରିବା। ପ୍ରତ୍ୟେକ ଧର୍ମର ଗୂଢ଼ତତ୍ତ୍ୱ ହେଉଛି ନିତ୍ୟ ପ୍ରେମ। ଜୀବନର ପ୍ରତ୍ୟେକ ସମସ୍ୟା ଦୁଃଖକୁ ଧୈର୍ଯ୍ୟ ସହକାରେ ସହ୍ୟ କରିବା ଓ ତାହା ହିଁ ଭଗବାନଙ୍କର ଆଶୀର୍ବାଦ ବୋଲି ସ୍ମରଣ କରିବା। ଦୈବ ପ୍ରୀତି, ପାପଭୀତି ଏବଂ ସଙ୍ଗନୀତି ଜୀବନର ପାଥେୟ ହେବା ଦରକାର। ଓମ୍ ଶ୍ରୀ ସମର୍ଥ ସଦ୍ଗୁରୁ ସାଇନାଥାୟ ନମଃ। ଶିଶୁପାଳଙ୍କୁ କୃଷ୍ଣ କହିଥିଲେ, ତୋର 100 ଅପରାଧ କ୍ଷମା କରିଦେଇ ପାରିବି, କିନ୍ତୁ ନିଜ କୃତ ଦୁଷ୍କର୍ମ ପାଇଁ ନରକ ଯନ୍ତ୍ରଣା ଭୋଗ କର। କ୍ଷୁଦ୍ର ମାନବ ରାଜତ୍ୱରେ ବାସ କରି ମୋର ଅମାନ୍ୟ କରିଛୁ, ଅତଏବ ଦଣ୍ଡ ଭୋଗ କରିବାକୁ ବାଧ୍ୟ। ମନୁଷ୍ୟ ଆଖିରେ ଧୂଳି ଦେଇପାରେ କେତେ ପ୍ରକାର ଚୋରି, ମିଥ୍ୟା ପ୍ରବଞ୍ଚନା, ହିଂସା, ଦ୍ୱେଷ, ପରନିନ୍ଦା, ପରର ଅନିଷ୍ଟ ଚିନ୍ତା କରୁଛି। ଧର୍ମର ଦ୍ୱାହି ଦେଇ ଯାହା ଯାହା କରୁଛି, ତାହା ଠିକ୍ ସେହି ମୁହୂର୍ତ୍ତରେ ତାଙ୍କୁ ଜଣା। ସେ ଦୂରରେ ନାହାନ୍ତି, ଅନ୍ତରରେ। ସେ ଅନ୍ତର୍ଯ୍ୟାମୀ ଶ୍ରୀଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ।